କିଛି ପାଟି କରନି। ଆରେ କେହି କିଛି ପାଟି କରନି। ଆଜି ଆମେ ଘର ବିଷୟରେ ଜାଣିବା। ଦେଖ ଏଇଟା କୋଉ ଘର? 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 ଏଇଟା ଆଜବେଷ୍ଟ ଘର। ଆଜବେଷ୍ଟ ଘର। ଏଇଟା କୋଉ ଘର? ଏଇଟା କୋଉ ଘର? ଏଇଟା ତମ୍ବୁ ଟେଣ୍ଟ ଯୋଉ ଡେକୋରେସନ ଟେଣ୍ଟ ହେଲା। ଏଇଟା ହଉଛି ଭୂଇଁ ଉପରେ ଘର। ଏଇଟା କୋଉ ଘର? ପଥର ଘର। ଏଇଟା ହଉଛି ଦି ମହଲା ଘର। ଏଇଟା ହଉଛି ପ୍ରବଳ ବଡ ଘର ପ୍ରାସାଦ। କଣ? ବହୁତଳ ଘର। କଣ? ହଉ ଏଥର ଆମେ ଶିଖିବା ଗପ ଶୁଣିବା ସବୁ। ଗପୁଡ଼ି କଇଁଛ। ଦେଖ ଏଇଠି କଇଁଛ ଗପ। ଏଇଠି ଦେଖ କଇଁଛ। କଣ ଦେଖିଲ? ଦେଖାଯାଉଛି ସମସ୍ତଙ୍କୁ? ଦେଖାଯାଉଛି? ଆଁ? ଦେଖାଯାଉଛି। ଦେଖ ଇଏ ଥିଲା ପାଣିରେ କଇଁଛ ଥିଲା। ଗୋଟେ ବଡ ପୋଖରୀ ଥିଲା। ପୋଖରୀରେ ମାଛ ଅଛି, କଇଁଛ ଅଛି, କୁମ୍ଭୀର ଅଛି, ସାପ ଅଛି, ସବୁ ଥିଲେ। ଖରା ଦିନ ଯେତେବେଳେ ହେଲା ପାଣି ପୋଖରୀ ଶୁଖିଗଲା। କଣ ହେଲା? ଶୁଖିଗଲା ଯଦି ସମସ୍ତେ ସବୁ ମରିମୁରା ଗଲେ। ମାଛ ମଛଲି ସବୁ ମରିଗଲେ। କଇଁଛ ଏକୁଟିଆ ରହିଲା। କଣ ହେଲା? କଇଁଛ ଏକୁଟିଆ ରହିଲା। କଇଁଛ ଉପରେ ବଗ ଦେଇକି ଉଡି ଉଡି ଯାଉଥିଲେ। କଣ କଲେ? କଇଁଛ କହିଲା ଭାଇ ମତେ ଟିକେ ନେଇଯାଅ। ତେଣୁ ଏମିତି ଗୋଟେ ବାଡି ଯାଏ। କଣ ବାଡିଟା ଗଲା ରେ? ଏମିତି ଗୋଟେ ବାଡି ଆଣା ହେଲା। ଏଇପଟେ ବଗ ଏମିତି କାମୁଡ଼ିଲେ ଯୋଉ ଦିଟାରେ ତା ଯୋଉ ଥଣ୍ଟର ଏମିତି ଧରିଲେ ଉଗୁଳିକି। ବଗ